ବହୁତ ପରିବର୍ତ୍ତନ ହେଇଛି, ବହୁତ ପରିବର୍ତ୍ତନ ହେଇଛି। ଏବଂ এই ପରିବର୍ତ୍ତନଟା ହେଇଛି ଜୀବନରେ ଯେତେବେଳେ ସ୍ୱୟଂ ଈଶ୍ୱର ପୁରୁଷୋତ୍ତମକୁ ଆସିବ, ଯୁଗ ମାଫିକ ଈଶ୍ୱର ପୁରୁଷୋତ୍ତମ ଆସନ୍ତି ଏବଂ ଯୁଗ ମାଫିକ ତାଙ୍କୁ ଗ୍ରହଣ କରିବାକୁ ହୁଏ। ଯୋଉ କଥା କହିଲେ ପୂର୍ବତନ ନବକଳେବର ସେଇ କିନ୍ତୁ ଜଗନ୍ନାଥ ପ୍ରତି ପୂର୍ବ ଅନୁଯାୟୀ ଯୁଗ ପୁରୁଷୋତ୍ତମ ଆସନ୍ତି, କିନ୍ତୁ ବର୍ତ୍ତମାନ ଯୁଗରେ ସିଏ ଯାହା ଆସୁଛନ୍ତି ସେଇଟା ହିଁ ମୋର ପାଳନୀୟ, ସେଇଟା ହିଁ ମୋର ଗ୍ରହଣୀୟ, ସେଇଟା ହିଁ ମୋର ଅନୁସରଣୀୟ, ସେଇଟା ହିଁ ମୋର ଅନୁକରଣୀୟ। এবং শ্রী শ্রী ঠাকুর তাଙ୍କର জীবদশা ভিতরে দীর্ঘ 81 বর্ষর মহামানব জীবন ভিতরে প্রত্যেকটি দিন, প্রত্যেকটি সেকেন্ড, প্রত্যেকটি মিনিটে, প্রত্যেক দিন তাଙ୍କର লীলা সংগঠিত হয়েছে, যাহাକୁ যদি বর্ণনা କରିବାକୁ যায় তাহলে সৃষ্টি ব্রহ্মাণ্ড শেষ হয়েଯିବ, কিন্তু ତାଙ୍କର কথা ସରିବ। ଆମମାନେ ଭାଗ୍ୟବାନ ତାଙ୍କ ଜୀବନରେ ପାଇଛେ, କିନ୍ତୁ ସବୁ ଜାଗାରେ ମୁଁ ଗୋଟେ କଥା କହେ, এটা ମୁଁ ମୋ ପାଇଁ କହେ, କ୍ଷମା କରିବ, କାହାକୁ ଆକ୍ଷେପ କରି ମୁଁ କହୁନି, ଯେ ଠାକୁରଙ୍କୁ ଧରିକି ବି ଏପର୍ଯ୍ୟନ୍ତ ଠାକୁରଙ୍କୁ ଭଳିଆ ହେଇପାରୁନି। তার কারণ হচ্ছে সে ঠাকুর 10,000 বর্ষ যায় আসবেনি, 10,000 বর্ষ যায় পুরুষোত্তমক লীলা চালিব, এইসব কথা কহিদেই গলে কেউ দৌড়কে কহিদেই গলে, কেউ সাহসে কহিদেই গলে, কহিদেই গলে আমরা কহু আচার্য পরম্পরা। এটা কিন্তু গোটে বিধান, যজন যাজন ইষ্টনীতি শোষয়নী সদাচার যেমনি বিধান, আচার্য পরম্পরা গোটে বিধান। এবং আচার্য দেবଙ୍କୁ মানিবা পাই ମୁଁ ବାଧ୍ୟ, ମୁଁ ବାଧ୍ୟ। ଆଚାର୍ଯ୍ୟ ଦେବଙ୍କୁ ବାଦ ଦେଇକି ସେ ଠାକୁରଙ୍କର ଯେକୌଣସି କାର୍ଯ୍ୟ କଳା ସେ ଠାକୁରଙ୍କ ସହିତ ଲୁଚକାଳି ଖେଳିବା ସମାନ। এটা ଠାକୁରଙ୍କୁ ମାନିବା ହୁଏ ନା, এটা କଣ ହୁଏ, ଠାକୁରଙ୍କୁ ଢାଲ କରିକି ବି ନିଜର ମାନ ପ୍ରତିଷ୍ଠା ଯଶଟାକୁ ମଣିଷ ଲୋକ ସମ୍ମୁଖରେ ପରିପ୍ରକାଶ ହୁଏ। ସେଥିରେ କିନ୍ତୁ ଠାକୁର ନଥାନ୍ତି, ଠାକୁର ନଥାନ୍ତି। କାରଣ ବର୍ତ୍ତମାନ ଯୋଉ ଦୀକ୍ଷାପତ୍ର କାର୍ଯ୍ୟକ୍ରମ ଚାଲିଛି ପରମ ପୂଜ୍ୟପାଦ ଶ୍ରୀ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ଏବଂ ତାଙ୍କର ଜ୍ୟେଷ୍ଠାତ୍ମଜ ପରମ ପୂଜ୍ୟପାଦ ଶ୍ରୀ অরিন্দানাথ নেতৃত্বে এই দীক্ষাপত্র মূল কথা হচ্ছে যে প্রত্যেকটি অঞ্চলের লক্ষাধিক সহস্রাধিক দীক্ষা হয়েছিল, ঠাকুরଙ୍କୁ গ্রহণ করলে গোটে সময় লোক লোক কিন্তু ছাড়ি দিয়েছেন। যদি ছাড়ি দিয়েছেন আমি কৌশি দীক্ষা নিয়ে যাই সে তো আগে করলে না, কিন্তু তার কারণ কোন জানিছেন? যদি গভীর ভাবে আত্মবিশ্লেষণ করা যায় তার কারণ হচ্ছে মূল, তার কারণ হচ্ছে কেবল মূল। ମୁଁ ଠାକୁରଙ୍କୁ ଧରିକି ସତ୍ସଙ୍ଗରେ ଯୋଉ ଭଳି ଭାବେ ମୋର ଆଚରଣ, ମୋର କଥା, ମୋର ଚାଲି ଚଳନ 1.5 ଘଣ୍ଟା ପରେ ବାକି 22.5 ଘଣ୍ଟା ମୁଁ ସେଇ ଜିନିଷଟାକୁ ମେଣ୍ଟେନ୍ କରେ ନା ମୁଁ ଅନ୍ୟ ଗୋଟେ ରୂପକୁ ଚାଲିଯାଏ। ବହୁ ନୈଷ୍ଠିକ ହୃଦୟରେ ଭକ୍ତି ଆସିପାରୁନା ଠାକୁରଙ୍କ ଉପରେ। ଏଇଟା ଆଗରୁ ମୁଁ ଭାବୁଥିଲି ବହୁ ନୈଷ୍ଠିକ ମାନେ ଘରେ ଠାକୁରଙ୍କ ଫଟୋ ଥିବ, ମାଙ୍କର ଫଟୋ ଥିବ, ପ୍ରଭୁ ଜଗନ୍ନାଥଙ୍କ ଫଟୋ ଥିବ, ପ୍ରଭୁ ଶ୍ରୀରାମଙ୍କ ଫଟୋ ଥିବ, ବୋଧେ এইମାନଙ୍କୁ କୁହାଯାଏ ବହୁ ନୈଷ୍ଠିକ, ଯୋଉମାନେ ବହୁତ ଦେବତାଙ୍କୁ ପୂଜା କରନ୍ତି। କିନ୍ତୁ ପରମ ପୂଜ୍ୟପାଦ ଆଚାର୍ଯ୍ୟ ତାକୁ ସ୍ପଷ୍ଟ ଭାବେ ବୁଝିଲେ ବହୁ ନୈଷ୍ଠିକ ଭାବେ ସତ୍ସଙ୍ଗରେ ବର୍ତ୍ତମାନ ମୁଁ ସ୍ଥିର ଚିତ୍ତ ଶୁଦ୍ଧ। ବର୍ତ୍ତମାନ ପ୍ରତ୍ୟେକଙ୍କ ମନରେ କିନ୍ତୁ এই কথাটা ଯାଜନଟାକୁ ମାନେ ଆମେ କୀର୍ତ୍ତନଟାକୁ ଉପଭୋଗ କଲେ, ଭଜନଟାକୁ ଉପଭୋଗ କଲେ, ବର୍ତ୍ତମାନ এইটাକୁ ଉପଭୋଗ କରୁଛୁ। ঠিক 9ଟା ପରେ এই ଯୋଉ ସ୍ଥିତିଟା ରହିବ ନା ଏଥିରୁ ମୁଁ ଚେଞ୍ଜ ହେଇଯିବି। ବର୍ତ୍ତମାନ ସତ୍ସଙ୍ଗରେ ମୁଁ ଯେତେବେଳେ ଚାଲିକି ପଛକୁ ଗୋଟେ ଲୋକ ଆସୁଛି, ଆପଣ ଦେଖିବେ ହାତଟାକୁ ଏମିତି ଏମିତି କରିକି ଚାଲିକି ଯାଉଥିବ। ବାହାର ଯେତେବେଳେ ଜଗତରେ ଯେତେବେଳେ ଗୁରୁଜନ ମାନେ ବସିଥିବେ ଗାଁରେ, ସେତେବେଳେ ମୋ ଚାଲିଟା ଏମିତି ଏମିତି ହୁଏ ନା ଠେଙ୍ଗ 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 ହେଇକି ଚାଲିକି ପଳାଏ। ଏବେ ଯେତେବେଳେ ଜଣକୁ ଜୟକୁ କହୁଛି ଯଦି 90 ଡିଗ୍ରୀ ନଇ ଯାଉଛି, ଗାଁରେ ଯେତେବେଳେ ଗୋଟେ ଅધિକ୍ଷିତ ଲୋକଙ୍କୁ ନମସ୍କାର କରି ଏମିତି ନଏ ନା ଗୋଟେ ଏଗୁଡାକ ବହୁ ନୈଷ୍ଠିକ ଲକ୍ଷଣ। ଗୋଟେ ଗୁରୁ ଭାଇ ସାଙ୍ଗରେ ମୁଁ ଯୋଉ ପ୍ରକାର ଭଲ ପାଇବା ଲକ୍ଷ୍ୟ, ଗୋଟେ ଗୁରୁ ଭାଇ ଆସିଲେ, ଦାଦା ଆସିଲେ ଯେ ମୁଁ ଖୁସି ହେଇଯାଏ। ଗୋଟେ ପାନ ଦୋକାନକୁ ଗଲେ, ଆଚାର୍ଯ୍ୟ କହୁଛନ୍ତି ଗୋଟେ ଫଳ ଦୋକାନକୁ ଗଲେ, ଗୋଟେ ଚାଞ୍ଚଳ ଦୋକାନକୁ ଗଲେ, ମୋର ସେମିତି ପ୍ରକାର ଆଚରଣ ଗୁଡାକ ପ୍ରକାଶ ପାଏ ନା ମୋ ଆଚରଣ ଗୁଡାକ ଅଲଗା ପ୍ରକାର। ମୋର ଚିନ୍ତାଧାରା ଠାକୁରଙ୍କୁ ନେଇକି ଯେମିତି ଯେତେବେଳେ ଅନ୍ୟ ଜଣଙ୍କଠୁ ପଇସା ଧାର ଆଣିଥିବି, ସେତେବେଳେ ଫେରେଇଲା ବେଳେ ସେଇ ଚିନ୍ତାଧାରା ତା ଫୋନଟାକୁ ସୁଇଚ୍ ଅଫ୍ କରିଦେବି ନା ଘର ଅନ୍ୟ କାହାକୁ ଦେଇଦିଏ ବାପା ନାହାନ୍ତି। এই প্রকার জিনিস যদি ঘটুছি তাহলে মো ভিতরে কিন্তু ঠাকুর না, বাকি বাহিক ভাবে সে ঠাকুরকে বন্ধ এত সুন্দর ভাবে সজা হয়েছে। ଆମ ଭିତୁ ଏଠି ସଜେଇ ଥିବେ। এই যে সুন্দর সাজসজ্জাটা, বাহিক সাজসজ্জাটা যদি মো অন্তর সাজসজ্জাকে প্রভাবিত ন কলা, তাহলে ঠাকুর তো পুরুষোত্তম, কৌশি সার্টিফিকেট বা আবশ্যক নাই। আমମାନେ যেତେବେଳେ নথিলু সেତେବେଳେ কোন সৎসঙ্গ হউনଥିଲା? কালিକୁ আমମାନେ রহিবানি, সৎসঙ্গ উৎসব হবনি? হব। ସେ ଠାକୁରଙ୍କର କଥା ହିଁ ଲୋକ କହିବେ, ଠାକୁରଙ୍କ ପ୍ରାର୍ଥନା ହବ, ଠାକୁରଙ୍କର ହିଁ ଭଜନ କୀର୍ତ୍ତନ ହବ। ମୁଁ ମୋର ସ୍ୱଳ୍ପ ସମୟ ଭିତରେ ଠାକୁରଙ୍କୁ ଧରିକିରି ମୋର କଣ୍ଟା ପରିବର୍ତ୍ତନ ହେବ। ଏସବୁ ଜିନିଷ ଆଗରୁ ଜାଣୁନଥିଲି। ଏସବୁ ଜିନିଷ ଜଣେଇଲେ କିଏ? ପରମ ପୂଜ୍ୟପାଦ ଶ୍ରୀ ଆଚାର୍ଯ୍ୟ।
ଜିନିଷଟାକୁ ଏତେ କ୍ଲାରିଟି କରିଦେଲେ, ଏତେ ସୁନ୍ଦର କରିଦେଲେ ଯେ ଠାକୁରଙ୍କୁ ଗ୍ରହଣ କରୁଥିବା ଲୋକ ତା ଭିତରେ ଯଦି କିଛି ପରିବର୍ତ୍ତନ ନ ହେଲା, ପରିବର୍ତ୍ତନ ମାନେ କ'ଣ? ଶାରୀରିକ ପରିବର୍ତ୍ତନ ନା, ମାନସିକ ଆଧ୍ୟାତ୍ମିକ ତାର ଅନ୍ତର ଯଦି ପରିବର୍ତ୍ତନ ନ ହେଲା ତାହେଲେ ମୁଁ ଠାକୁରଙ୍କୁ ଧରିନି। କାରଣ ଆଚାର୍ଯ୍ୟ କହୁଛନ୍ତି ବସ୍ତୁ ଯେପର୍ଯ୍ୟନ୍ତ ମାନେ ସ୍ଥାନାନ୍ତରିତ ନ ହୋଇଛି ସେ ପର୍ଯ୍ୟନ୍ତ ବୁଝାଯିବନି ଯେ ତା ଭିତରେ କିଛି ଫୋର୍ସ ପଡ଼ିଛି। ଗୋଟେ ଡିଆସିଲଟାକୁ ଏମିତି ଟିକେ ମାରିଦେଲେ କାଠିଟା ଟିକେ ଘୁଞ୍ଚିଯିବ, ତା ମାନେ କିଛିଟା ଫୋର୍ସ ପଡ଼ିଲା ବୋଲି କାଠିଟା ଚାଲିଗଲା। ତ ଠାକୁରଙ୍କୁ ଧରିକି ମୋ ଭିତରେ ସେମିତି ଯଦି ଫୋର୍ସ ହେଇଛି, ମୁଁ ଟିକେ ଆଗେଇଛି ନା ସେଇ ଜାଗାରେ ମୁଁ ସ୍ଥିର ଅଛି। ଯଦି ସ୍ଥିର ଅଛି ତାହେଲେ ଠାକୁରଙ୍କୁ କେବଳ ଗୋଟେ ନାଟକୀୟ ଭାବେ ଧରିଛି ବୋଲି এটা ମୁଁ ବୁଝିବାକୁ ପଡ଼ିବ। ମାନେ ମୁଁ ପ୍ରଥମରୁ କହିଛି ଏସବୁ କଥା ଗୁଡ଼ାକ ମୁଁ ମୋ ପାଇଁ ଆପ୍ଲାଏ କରେ, ମୁଁ ମୋ ପାଇଁ ଭାବେ। ବାସ୍ତବିକ 5-7 ବର୍ଷ ତଳେ ଯିବା ସେ ଆଚାର୍ଯ୍ୟଙ୍କ କଥା ଯେତେବେଳେ ଶୁଣା ହେଉଥିଲା ସେତେବେଳେ ଗୋଟେ ଅଲଗା ପ୍ରକାର ଗୋଟେ ମୁଣ୍ଡ ଥିଲା। ଗୋଟେ କେନ୍ଦ୍ରରେ ଉତ୍ସବ ହବ, ଗୋଟେ ମାତିବୁ ରାତି ନଥିବା ଏଇଠି ଗୋଟେ ଇଏ ହବ, ଗୋଟେ ଉତ୍ସବ ହବ, ମାନେ ବାର୍ଷିକ ସତ୍ସଙ୍ଗ ହବ। ଯିଏ ସତ୍ସଙ୍ଗ କର୍ମ କଲା ସିଏ କିନ୍ତୁ ସତ୍ସଙ୍ଗରେ ବସୁନଥିବ, ସିଏ ତାର ଆନ୍ଦୋଳନ ଜାଗାରେ ଦୌଡ଼ୁଥିବ। ତ କ'ଣ ଗୋଟେ ବିରାଟ ବଡ଼ ଗୋଟେ ଜିନିଷ, କିନ୍ତୁ ଏଥିରେ ହେଲା କ'ଣ? ଆଚାର୍ଯ୍ୟଙ୍କ କଥା ଗୁଡ଼ା ଶୁଣିଲା ପରେ ମୁଁ ନିଜକୁ ନିଜେ ମୋ ପ୍ରଶ୍ନ କଲି, ଭାବିଲି ତ ସତ କଥା, ମୋର ତ କୌଣସି ନୈତିକତା ପରିବର୍ତ୍ତନ ହଉନି, ମୋର ତ ଚିନ୍ତାଧାରାରେ କିଛି ପରିବର୍ତ୍ତନ ଆସୁନି। ମୋର ତ ଗୋଟେ ଗୁରୁ ଭାଇ ସାଙ୍ଗରେ ଯୋଉ 7 ବର୍ଷ ତଳୁ ମାନେ ମନାନ୍ତର ହେଇଛି, ଆଜି ପର୍ଯ୍ୟନ୍ତ ତ ତା ପାଖକୁ ଯାଇକି ମୁଁ ହାତ ଯୋଡ଼ି ଦେଇ ପାରୁନି। ଓମକୁ ଯିବା ଶିଷ୍ୟ ଆଚାର୍ଯ୍ୟଙ୍କ ଟୁର୍ 2024 ମସିହାରେ ଓମକୁ ଯିବା ଶିଷ୍ୟ ଅଭିଧାନର ନେତୃତ୍ୱରେ ହେଉଥିଲା। ଆମର ଏଇ ଜଗତସିଂହପୁର ଜିଲ୍ଲାରେ ବସନ୍ତାଇ ବିମଳାଇ ଭୀମଳାଇ ଅଛନ୍ତି, ଆମ କୃତି ଭାଇ ଅଛନ୍ତି, ନିମୟ ଭାଇ ଅଛନ୍ତି, ଆସିଥିଲେ ଆଗମନ କରୁଥିଲେ, ଶୁଭ ପଦାର୍ପଣ କରିଥିଲେ ସିଏ। ଏବଂ ତାଙ୍କଠୁ ଯୋଉ ଚନ୍ଦନ ଭାଇ କୁନୁ ଭାଇ ଆସିଛନ୍ତି ଓମକୁ ଯିବା ଶିଷ୍ୟ ଅଭିଧାନ ମଧ୍ୟ ସେଠିକି ଯାଇଥିଲେ। ତ ସେଠି ଭଦ୍ରକରେ ଓମକୁ ଯିବା ଶିଷ୍ୟ ଆଚାର୍ଯ୍ୟଙ୍କର ମାନେ ଆପଣଙ୍କର ଏଇ ଯୋଉ ଶ୍ରୀମୁଖ ନିଶ୍ଚିତ କଥା ଗୁଡ଼ାକ ଆଶୀର୍ବାଦ କହିସାରିଲା ପରେ ଓମକୁ ଯିବା ଶିଷ୍ୟ ଆଚାର୍ଯ୍ୟ ଭଦ୍ରକ ଆଚାର୍ଯ୍ୟମାନ ଭିତରକୁ ପ୍ରବେଶ କଲେ। তো কিছু সময় পরে সে রুম ভিতরে মুই একুটিয়া থাকে। তো আচার্য হসিকি পচারুଛନ୍ତି আমি যেগুলো বললাম এগুলো কি এবার বুঝতে পারলো? ମୁଁ ଯାହା କହିଲି ଏମାନେ କ'ଣ ବୁଝିପାରିଲେ? ମୁଁ ତାପରେ ସେଠି ଆଚାର୍ଯ୍ୟଙ୍କ ଆଗରେ କ'ଣ ନାଁ କୁହାଯାଏ? ମୁଁ କହିଲି ଆଗେ ବୁଝতে পারলো। তা কি বুঝতে পারলো? ମୁଁ କହିଲି ଆଗେ ବୁঝতে পারলো ମୋ ପାଟି ଗୋଟେ କ'ଣ ବାହାର କହିଲେ ମୁଁ କହିଲି ଆଗେ କିନ୍ତୁ ସମୟ ଲାଗবে। ଭାବଗମ୍ଭୀର ହେଇଗଲା ତାଙ୍କ ମୁହଁଟା। লাগুক সময় লাগুক। 100 জনের মধ্যে যদি একজন তার কথা মেনে চলে তাহলে আমার বলাটা সার্থক হয়েছে, আমি সেটাই ভেবে নেব। যদি 100 জনক ভিতরে জনে বি ମୋ ନିଶ୍ଚିତ କଥାକୁ ଧରିକିରି ଚାଲେ ତାହେଲେ ମୁଁ ଭାବିବି ଯେ ମୋ କହିବାଟା ସାର୍ଥକ ହେଇଛି। ସେ ଠାକୁର ଯେମିତି ଫଟା ମାଠିଆରେ ପାଣି ଢାଳୁଥିଲେ କଣା ମାଠିଆରେ ଯେ କୋଉ ଦିନ ଶିଉଳି ଲାଗିଯିବ, ଇଏ ହେଉଛନ୍ତି ତାଙ୍କ ଭିତରେ ତ ସେ ଜୀବନ୍ତ। ସେ ଠାକୁରଙ୍କ ତ ଜୀବନ୍ତ ପ୍ରତିକୃତି ସେଇ। ମୁଁ ସେଦିନ ସେଇ ଜିନିଷଟାକୁ ଅନୁଭବ କରୁଥିଲି। ତ ନିରନ୍ତର ସିଏ ତାଙ୍କର ସେଇ ଚେଷ୍ଟା କରିକା ଚାଲିଛନ୍ତି। ଏବଂ ସେଦିନ ଆଉ ଗୋଟିଏ କଥା ମଧ୍ୟ କହିଲେ, ମୁଁ ପଚାରିଥିଲି ସେଦିନ ଯେ ଏଇ ଯୋଉ କଥା ଆଜି କହିଲେ ଯେ ଠାକୁର କହୁଛନ୍ତି ଯଦି କାହା ସାଙ୍ଗରେ ମୋ ମନାନ୍ତର ହେଇଥାଏ, କାହା ସାଙ୍ଗରେ ଯଦି ମୋ କୌଣସି ମାନେ ଗୋଟେ କିଛି ଗୋଟେ ସେମିତି କନଫ୍ଲିକ୍ଟ ହେଇଥାଏ, ଆପଣ କହିଲେ ଠାକୁର କହିଛନ୍ତି ଡାଲା ପଠେଇବା ପାଇଁ। କିନ୍ତୁ ଦାଦା ମୁଁ ଡାଲା ପଠେଇବି କାହିଁକି? ମୋର ତ ଦୋଷ ହିଁ ନାହିଁ। ମୁଁ ଭାବୁଛି ମୋର ତ ଦୋଷ ହିଁ ନାହିଁ, ମୁଁ କ'ଣ ପାଇଁ ଯିବି? ଏଇଟା ପ୍ରତ୍ୟେକଙ୍କ ଜୀବନର ପ୍ରଶ୍ନ। ଏଇଟା କିନ୍ତୁ ସତ ସେଇଟା କଷ୍ଟ ଦେଉଛି। କଥା କହୁଥିଲୁ ଦୃଢ଼ ସମ୍ମତିର ଯୋଉ କଥା ଅଛି। ତ ଆଚାର୍ଯ୍ୟ ତାଙ୍କ ଜୀବନର ଗୋଟେ କଥା ତାପରେ କହିଲେ ଯେ ଜୀବନର କଥାଟା ହଉଛି ଯେ ବୋବାଡ଼ି ମନ୍ଦିରରେ ପବନକୁ ଯିବା ସେ ଦାଦା ଥାଆନ୍ତି। ସକାଳ ପ୍ରାର୍ଥନାରୁ ନାଟମଣ୍ଡପରେ ବସିଥାନ୍ତି 9ଟା ବେଳେ। ତ 9ଟା ପରେ ଆଚାର୍ଯ୍ୟ ପବନକୁ ଯିବା ସେ ଦାଦା ଉଠିକିରି ଆଚାର୍ଯ୍ୟ ଭବନ ତାଙ୍କ ରୁମରେ ବସିକି ପେପରଟା ପଢ଼ୁଥାନ୍ତି। ନାଲି ଚାହା ଟିକେ ଥୁଆ ହେଇଛି ଏବଂ ଆଉ ଯିବା ସେ ଦାଦାର ଭୋଗ ପାଇଁ ଜିନିଷ କିଛିଟା ଥୁଆ ହେଇଛି। ତ ସେଇ ସମୟ ଗୋଟେ ବାହାରେ ସାଉଣ୍ଡ ଶୁଣାଗଲା। ଗୋଟେ ମା କହ ଗୋଟେ ଟିକେ ଚିଲାଳିଆ ସାଉଣ୍ଡ। ଯୋଉମାନେ ସେବକ ମାନେ ଥାନ୍ତି ଭରିଟକ ମାନେ ସେମାନେ ଅଟଉଥାନ୍ତି, ନା ନାଇଁ ଏବେ ଦର୍ଶନ ହବନି। ତ ପବନକୁ ଯିବା ସେ ଆଚାର୍ଯ୍ୟ କହିଲେ ଯେ ବାବାଙ୍କ ପବନକୁ ଯିବା ସେ ଦାଦାର ମାନେ ଡିଷ୍ଟର୍ବ ହଉଛି, ବାହାରକୁ ଯାଇକି ମା କହିଲେ କ'ଣ ହେଇଛି ନା ମୁଁ ଦର୍ଶନ କରିବି। ପବନକୁ ଯିବା ସେ ଆଚାର୍ଯ୍ୟ କହିଲେ ଯେ ମୁଁ ଖାଲି ଏତିକି କହିବି ଯେ ଏତେ ସମୟ ବସିଥିଲେ ଉଠିଗଲା ପରେ ଆପଣ ଆସିକି ଏଠି ଦର୍ଶନ ପାଇଁ ଜିଦ୍ କରୁଛନ୍ତି। ଏତିକି ମାତ୍ର କଥା କହିଲି। ଦୀର୍ଘ 14 ବର୍ଷ ହେଇଗଲା ସେ ମାଆକୁ ଏପର୍ଯ୍ୟନ୍ତ ମୁଁ ଖୋଜୁଛି ପାଉନି। ମୁଁ ସେଇଦିନ ଭାବିଲି ଯେ କଥାଟା କ'ଣ ବା କହିଦେଲି ଯେ ଜଣଙ୍କ ମନକୁ ଆଘାତ ଦେଇଗଲା। ଆଚାର୍ଯ୍ୟ ସ୍ୱୟଂ ନିଜେ କହୁଛନ୍ତି ଯେ କଥାଟା ଏମିତି କୁହାଯାଇ ପାରିଥାନ୍ତା। ଠିକ ଅଛି, ଆପଣ ଜଳଖିଆ ନିଅନ୍ତୁ, ଚା ପିଅନ୍ତୁ, ଅପେକ୍ଷା କରନ୍ତୁ, ଯଦି ସୁଯୋଗ ମିଳିବ ତାହେଲେ ଦର୍ଶନ କରିବ। ଅନ୍ତତଃ ପକ୍ଷେ ତା ମନରେ ତ ମୁଁ ଆଶା ଦେଇପାରିଥାନ୍ତି
কিন্তু ମୁଁ ମୋ ଜାଗାରେ ଠିକ ଅଛି। ମୁଁ ଆଚାର୍ଯ୍ୟଙ୍କ ସୁସ୍ଥତା ଦୃଷ୍ଟିରୁ ଏ କଥାଟା କହିଲି, କିନ୍ତୁ ତାହା ଆଉ ଜଣକୁ କଷ୍ଟ ଦେଲା। ଆଚାର୍ଯ୍ୟ କହୁଛନ୍ତି আমরা কথা বলতে পারি না, ঠাকুরের কাজ অনেক দূরে। তো বহু বাট আগেইବାକୁ ଅଛି, କିନ୍ତୁ ଆମମାନେ ଭାଗ୍ୟବାନ ଯେ ସେ ଠାକୁର ଆମମାନଙ୍କ ଆଗରେ ଆଚାର୍ଯ୍ୟ ଧାମା ଥୋଇ ଦେଇକି ଯାଇଛନ୍ତି, ଯାହାଙ୍କୁ ସାଙ୍ଗରେ ଯୁକ୍ତ ହେଇକି ଆମେ ଯେତେ ରହିବା, ଯେତେ ତାଙ୍କ ସାଙ୍ଗରେ ଯୁକ୍ତ ହେଇକି ରହିବା। ଏବଂ ପ୍ରତ୍ୟେକ ଗୁରୁ ଭାଇ ମା ମାନଙ୍କ ଭିତରେ ଗୋଟେ ପ୍ରଶ୍ନ ଆସେ, ଏଇଟା ମୁଁ ସବୁ ଜାଗାରେ କହେ। ବହୁ ଗୁରୁ ଭାଇ ମାଙ୍କର ଧାରଣା ଯେ ଆଶ୍ରମ ଗଲେ ଆମେ କ'ଣ ଆଚାର୍ଯ୍ୟଙ୍କ ପାଖକୁ ଯାଇପାରିବୁ, ସିଏ କ'ଣ ଆମକୁ ଚିହ୍ନିବେ, ସିଏ କ'ଣ ଆମ ସାଙ୍ଗରେ କଥା ହେବେ। ଏଇଟା ବହୁ ଜାଗାରେ ମୋତେ ପଚାରୁଛନ୍ତି। କାରଣ ପ୍ରାୟ କ'ଣ ହୁଏ, ବର୍ତ୍ତମାନ ଧରନ୍ତୁ 22 ପୂଜା ଉତ୍ସବ ସରିଲା କି ଚାଷୀ ଖଣ୍ଡ ବାର୍ଷିକ ସତ୍ସଙ୍ଗ, ଅଜିତ ଭାଇ କି ଆମ କୃଷ୍ଣ ଭାଇ କି ଜ୍ଞାନ ଭାଇ ଯେଉଁମାନେ ଆଗ ଧାଡ଼ିରେ ଅଛନ୍ତି ସେମାନେ ଯିବେ। ନାଚୁରାଲି କ'ଣ ହବ, ସେମାନେ ନାଟ ମଣ୍ଡପ ଆଗରେ ଆଗେଇ ପଡ଼ିବେ। ପଛରେ ଯେଉଁ ଭାଇ ଯେଉଁ ମା ସଭା ପଛରେ ଯେଉଁ ମାଟି ସେ ଟିକେ ପଛକୁ ଯାଉଥିବ, ତା ମନରେ ଆଶା ଆକାଂକ୍ଷା ଥିବ ଯେ ଆଚାର୍ଯ୍ୟଙ୍କୁ କିଛି ଗୋଟେ ପଚାରିବି, କିନ୍ତୁ ପଚାରି ପାରୁନି। ମୋ ବି ଏଠି ସହଜ ସରଳ ଗୋଟେ କଥା, ଯଦି ଭକ୍ତ ପ୍ରହ୍ଲାଦ ତା ପ୍ରେମରେ କୁମ୍ଭ ଭିତରୁ ଈଶ୍ୱରଙ୍କୁ ବାହାର କରି ଆଣିଲା, ସିଏ ଯଦି ତାଙ୍କର ଜୀବନ୍ତ ପ୍ରତିଭୁ ମୋ ଭଲ ପାଇବାକୁ କୋଉ ଟିକେ ଖାଟି ରହୁଛି ଯେ ମୋ ଅନ୍ତରର ବେଦନା ସେ ଶୁଣିପାରୁନାହାନ୍ତି। ସେ ତ ବସୁଛନ୍ତି ଖରାବେଳେ 2.5 ଘଣ୍ଟାରୁ 3 ଘଣ୍ଟା, ସନ୍ଧ୍ୟାବେଳେ 2.5 ଘଣ୍ଟାରୁ 3 ଘଣ୍ଟା। ଏତେ ସମୟ ବୋଧେ ପୂର୍ବରୁ କେହି ବସୁନଥିଲେ, ବସୁଛନ୍ତି ଏବଂ ଶେଷ ନିବେଦନ ଯାଏ ଅପେକ୍ଷା କରୁଛନ୍ତି। ମୋର ବ୍ୟାକୁଳତା କେତେ ଅଛି, ମୋର ତାଙ୍କ ପ୍ରତି ପ୍ରେମ କେତେ ଅଛି, ମୋର ତାଙ୍କ ପ୍ରତି ଭଲ ପାଇବା କେତେ ଅଛି, সেটা ମୁଁ ନିଜକୁ ନିଜେ ପ୍ରଶ୍ନ କରିବା ଦରକାର। ଏବଂ ଯେଉଁଦିନ ତାର ଉତ୍ତର ପାଇବି ସେଦିନ ମୋ ମନର କଥା ସିଏ ଶୁଣିପାରିବେ, ସେ ସ୍ୱତଃ ହିଁ ମୋତେ ପାଖକୁ ଡାକିକି କଥା ଆଣିବେ। এটা 100% ট্রুথ, এটা আপনারা বিশ্বাস କରିବାକୁ ହିଁ ପଡ଼ିବ। এটা 100% ট্রুথ। এবং ଯେଉଁ କଥା ଠାକୁରଙ୍କ କହିବି ଏ ସବୁ ଜିନିଷ କିନ୍ତୁ ଭିତରେ ପଶିଲା, କିନ୍ତୁ ହୃଦୟ ଭିତରକୁ ଯିବ କି ନାହିଁ ସେଟା ମୁଁ ଜାଣେ ନା। କିନ୍ତୁ ଠାକୁରଙ୍କ କଥା ଗୁଡ଼ାକ ହୃଦୟ ଭିତରେ ସେତିକି ବେଳେ একদম মানে পুরা কফ ভলিয়া জমিଯିବ। কফ ହେଲେ କାଶ ହୁଏ ନା, କଦିନ ଭିତରେ କଫ ଜମି ଯାଇଛି। ତାର ଏକମାତ୍ର ଗୋଟିଏ ଉପାୟ ମୁଁ ମୋ ଜୀବନରେ ଦେଖିଛି, ତାଙ୍କୁ ପ୍ରେମ କରିବା। କେବଳ ପ୍ରେମ ଗୋଟିଏ ଜିନିଷ ଯୋଉଥିରେ ମଣିଷ ଅନ୍ତତ ପକ୍ଷେ ନିଜକୁ ନିଜେ ପ୍ରଶ୍ନ କରିପାରେ। ଆଚାର୍ଯ୍ୟ କହୁଛନ୍ତି ପ୍ରେମ ଏମିତି ଗୋଟିଏ ଜିନିଷ, ଗୋଟିଏ ଗାଁର ପୁଅ 5ଟା ଗାଁ ଡେଇଁକି ବି ରାତି 12ଟାରେ 2ଟା 3ଟା ମଶାଣି ପାସ୍ କରିକି ଆଉ ଗୋଟେ ଗାଁର ଝିଅକୁ ଦେଖା କରିବାକୁ ପଡ଼େ। ଏଟା ପ୍ରେମ। ସେତେବେଳେ ତାକୁ ଟିକେ ବି ଭୟ ଲାଗେ ନା ଯେ କୋଉ ରାସ୍ତା ଦେଇକି ବି ଯାଉଛି, ବାଟରେ କିଏ ପଡ଼ିବ କ'ଣ ହବ, ଲକ୍ଷ୍ୟ ଥାଏ ପ୍ରେମାସ୍ପଦକୁ ଦର୍ଶନ କରିବା। ଏଇ ପ୍ରେମଟା ମୋତେ ତାଙ୍କ ସାଙ୍ଗରେ କରିବାକୁ ପଡ଼ିବ, ଏଇ ପ୍ରେମ। ଏବଂ ଏଇ ପ୍ରେମ କରିବାକୁ ହେଲେ ତାଙ୍କ ପାଖକୁ ଯିବାକୁ ପଡ଼ିବ। ପ୍ରାୟ ସମୟ ଉତ୍ସବ ସମୟରେ ଆମମାନେ ଯାଉ ଆଶ୍ରମ। ଏବଂ ବୁଝିବା ଶିଶୁ ଅଭିନେତା ତଳେ ନର୍ମାଲି ତାଙ୍କର ଜନ୍ମଦିନ ଏଇ ଯେଉଁ ଜାନୁଆରୀ 5ରେ ଗଲା ଜନ୍ମଦିନ ସରିଯାଇଥାଏ। ତାପରେ ସେ ଯେଉଁ ଉପରେ ତାଙ୍କ ଘର ସାମ୍ନାରେ ଛାତ ଉପରେ ଆମ ପସନ୍ଦ ପିଣ୍ଟୁ ଭାଇ ମୁଁ ଗୋଟେ ଜିନିଷ ପାଇଁ ଡାକିଥାନ୍ତି। কথা কৌতান্তে পিঙ্গুদা অনেক লোকগুলো আমি দেখছি উৎসবে ভিড়, ফাঁকা সময় আসছে না কেন? বলে আগে আসছে না, একদম আসছে না। তো আমাদের প্রায় যাও উৎসব পরে, উৎসব পূর্ব যাও, উৎসব পরে যাও। কেন্দ্র ইনোভেশন হেলা যাও নিবেদন করিয়া পাই, মন্দির নির্মাণ পাই, আশীর্বাদ পাই যাও। তো গুরু কোন গোটে নির্দিষ্ট এসব জিনিস পাই অଛନ୍ତି ମୋ ପାଇଁ? মানে সে সচল আচার দেবে, তাকে ন পচারলে এসব হইপারিবনি, তাকে পচারদেলে তারপরে ମୁଁ ମୋ ଭଳିଆ ଚାଲିଲି ଆଉ। উৎসব নিমন্ত্রণ কার্ডে ମୁଁ ଦେଖିଥିଲି ଲେଖା ହେଇଛି ପବନ ପୂଜିବା ସେ ଆଚାର୍ଯ୍ୟଙ୍କୁ ଆଶୀର୍ବାଦ ଅନୁଯାୟୀ, ଆଶୀର୍ବାଦ ଅନୁଯାୟୀ ବାର୍ଷିକ ସତ୍ସଙ୍ଗ, ଆଶୀର୍ବାଦ ଅନୁଯାୟୀ ଆଉ ମୋ ବ୍ୟକ୍ତିଗତ ଜୀବନ ଚଳନ ନୁହେଁ। ତ ଫାଙ୍କା ସମୟରେ ତାଙ୍କ ପାଖକୁ ମୋତେ ଯିବାକୁ ପଡ଼ିବ। ପ୍ରେମଟା ବଢ଼େ କେତେବେଳେ? ସ୍ୱାମୀ ସ୍ତ୍ରୀ ବର୍ଷେ 2 ବର୍ଷ ଯାଏ କେଁ କଟର ଲାଗେ, এটা କେହି ଡିନାଇ କରିପାରିବେନି, এটা ସତ କଥା। ବିବାହର ନୂଆ ନୂଆ କାରଣ ବୁଝିବା ଗୋଟେ ନଥାଏ ତ, ଗୋଟେ ପର ଝିଅ ଗୋଟେ ପର ପୁଅ ସେଟା ମତାନ୍ତର ହୁଏ, ମନଟା ମିଶେ ନା। 2-3 ବର୍ଷ ପରେ ଦେଖିବେ ଆଉ ଏସବୁ ଜିନିଷ ହୁଏନି, କାରଣ 2-3 ବର୍ଷ ଭିତରେ ପ୍ରେମଟା ଜମାଟ ବାନ୍ଧିଯାଏ। ତ ସେ ପ୍ରେମ ମୁଁ ତାଙ୍କ ସାଙ୍ଗରେ କରିବାକୁ ହେଲେ ତାଙ୍କ ପାଖକୁ ଯିବାକୁ ପଡ଼ିବ ଫାଙ୍କା ସମୟରେ। 2 ଦିନ ଆଶ୍ରମ ଘର ଦେଲେ ବି ମୋତେ ସେଇ 2 ଦିନ କାଳ ତାଙ୍କ ପାଖରେ ରହିବାକୁ ପଡ଼ିବ। ପବନ ପୂଜିବା ସେ ଆଚାର୍ଯ୍ୟ ନିଜେ କହୁଛନ୍ତି, ଅନେକ ସମୟ ଗୁରୁ ଭାଇମାନେ ଆସିଲେ ଯଦି ପୂଜିବା ଶିଶି ଦାଦା ପଚାରନ୍ତି ତୁ ହଠାତ୍ ଆସୁଛୁ, ତାକୁ କହିବାକୁ ହୁଏ ଆଜ୍ଞା ଆପଣଙ୍କ କଥା ମନେ ପଡ଼ିଲା ଭଲ ଲାଗେ, ଆପଣଙ୍କ କଥା ଭାବି ମନେ ପଡ଼ିଲା ପଳେଇ ଆସିନି, ଆପଣଙ୍କ କଥା ଖାଲି ସ୍ୱପ୍ନରେ ଦେଖିକି ପଳେଇ ଆସିନି। ଗୁରୁ ମୋର ନିଜ ଅବଶେଷ ଠାକୁର କହୁଛନ୍ତି ପରିବାରର କଥା ଭାବିଲା ବେଳେ
ଗୁରୁଙ୍କ କଥା ଭାବିବାକୁ ହୁଏ। ତ ଆଗ ଗୁରୁ ମୋ ପରିବାର ହେବେ, ତାପରେ କେନ୍ଦ୍ର ମନ୍ଦିର ବାର୍ଷିକ ଉତ୍ସବ ପଛ କଥା। ମୁଁ ଯୋଉ କଥା କହିଲି ବାର୍ଷିକ ଉତ୍ସବ ସତ୍ସଙ୍ଗ ପ୍ରତ୍ୟେକ ବର୍ଷ ଚାଲିବ, ଏଥିରେ ମୋର ଉପସ୍ଥିତି ଅନୁପସ୍ଥିତି ବିଶେଷ କିଛି ଖବର ପକାଏ ନା। ମୁଁ ଯଦି ଭାବୁଥାଏ ଗୋଟେ ବାହାଦୁରୀ କାମ, ଆଦୌ ନୁହେଁ। କେନ୍ଦ୍ର ମନ୍ଦିର ନିର୍ମାଣ ହେଇକା ଚାଲିବ। ମୁଁ ନ କଲେ ମୋ ପୁଅ କରିବ, ଗିର୍ଜାଟା ନ କଲେ ଗତି କରିବ, ଗତି ନ କଲେ ଗତି ମୋ ପୁଅ କରିବ, କରିବେ। କିନ୍ତୁ ଯେହେତୁ ଆଶୀର୍ବାଦ କରୁଛନ୍ତି ଅଡ଼ଶପୁରରେ ଶ୍ରୀମନ୍ଦିର ପାଇଁ, ଏଇଟା ହବ। ମୁଁ ଏଥିରେ ବେଶୀ ନିଜକୁ ମତବାଲା କରିବି। ମୁଁ ମତବାଲା କରିବି ତାଙ୍କ ପ୍ରେମରେ ଯେତେବେଳେ ମୁଁ ମତବାଲା ହେଇଯିବି ନା, ସେତେବେଳେ ଠାକୁରଙ୍କ ଜିନିଷ ଗୁଡ଼ା ବହୁତ ସହଜ ଲାଗିବ। ସେତେବେଳେ ମନେ ମନେ ଭାବିବିନି କେତେ ଅଭିଜ୍ଞତା ଦେବି, ଏଇ ତ ଉତ୍ସବ ସରିଛି, ଏଇ ତ ମନ୍ଦିର ପାଇଁ ମାଗିବାକୁ ଆଇଲେ, ପୁଣି ଚାଷୀଗଣ୍ଡ ଗାଁକୁ ବାର୍ଷିକ ସତ୍ସଙ୍ଗ, ପୁଣି ଏଇ ଆଚାର୍ଯ୍ୟଙ୍କ ଜନ୍ମଦିନ ଆସୁଥିବ, କେତେ ଆଉ ଦବୁ, এটা মনের আসে না, আসে। ସେଥିପାଇଁ ଅଭାବ ପରିମାଣ ଦେଖିବେ ବହୁ ଗୁରୁ ଭାଇଙ୍କ ଧୀରେ ଧୀରେ କମିଯାଏ। କାରଣ ଯେତେବେଳେ ପ୍ରେମ ଆସେ ସେତେବେଳେ ସବୁ ବଢ଼େ। ଶିଶୁ ମନ୍ଦିରରେ ମାନେ ଯୋଉ କ'ଣ ପ୍ରଥମ ଶ୍ରେଣୀର ଛୁଆର ଦରମା ଯେମିତି 600 ଟଙ୍କା, ପଞ୍ଚମ ଶ୍ରେଣୀର ଛୁଆର ଦରମା 600 ଟଙ୍କା ହୁଏ କି 1000 ଟଙ୍କା ହୁଏ? ଦବା ପାଇଁ ମୁଁ ଡାଉଟ୍ କରେ, କ୍ୱେଶ୍ଚିନ୍ କରେ, କ'ଣ ପାଇଁ 6ଟା 1200 ହେଲା? ତାହେଲେ ଏସବୁ ଜିନିଷର ପ୍ରଶ୍ନ କାହିଁ? ତାର କାରଣ ହେଉଛି ପ୍ରେମର ଅଭାବ। ସେ ପ୍ରେମ ଠାକୁରଙ୍କ ପ୍ରତି ସେତିକି ବେଳେ ରୂପାନ୍ତରିତ ହବ ଯେତେବେଳେ ଜଣେ ଜୀବନ୍ତ ମଣିଷକୁ ପ୍ରେମ କରିବ। ପ୍ରେମ ମୂର୍ତ୍ତି ଫଟୋକୁ କରାଯାଏ ନା, କସ୍ମିନ୍ କାଳ କରାଯାଏ ନା। ପ୍ରେମ ସଦାବେଳେ ଗୋଟେ ଲିଭିଂ ବଡି ସାଙ୍ଗରେ ପ୍ରେମ ହୁଏ। ବାପାଙ୍କୁ ମୁଁ ବହୁତ ଭଲ ପାଏ, କିନ୍ତୁ ଜୀବନ୍ତ ଅବସ୍ଥାରେ। ବାପା ଚାଲିଗଲା ପରେ ଫଟୋ ଶ୍ରାଦ୍ଧବାର୍ଷିକରେ ପୋଛା ହେଇକି ରଜନୀଗନ୍ଧା ମାଳଟେ ପ୍ରତିଦିନ ପୋଛେ ନା, କେହି ଛାତିରେ ହାତ ଦେଇ କହିପାରିବେ। ତ ସେ ପ୍ରେମ କରିବାକୁ ହେଲେ ମୋତେ ତାଙ୍କ ସାଙ୍ଗରେ ଯୁକ୍ତ ହେବାକୁ ପଡ଼ିବ। ଏବଂ ଏଇ ଯେଉଁ ଉତ୍ସବରେ ଯେଉଁ ବାର୍ଷିକ ସତ୍ସଙ୍ଗରେ କୃଷ୍ଣ ଭାଇ, ଜ୍ଞାନ ଭାଇ, ଅଜିତ ଭାଇ ଏବଂ ଅନ୍ୟ ଯେଉଁମାନଙ୍କୁ ଚିହ୍ନିନି, ଯେଉଁମାନେ ତାଙ୍କର ତନୁ ମନ ଧନ ଦେଇକି ବି ଏ ସତ୍ସଙ୍ଗଟାକୁ ବାର୍ଷିକ ସତ୍ସଙ୍ଗଟାକୁ ସଫଳ କରିଛନ୍ତି, ଯେଉଁ ଆନନ୍ଦ ପାଇଛନ୍ତି, ମୁଁ ଏତିକି ଅନୁରୋଧ କରିବି, ଏଇଟା ମୋର ଦୃଷ୍ଟାମୀ ହବ। ପରେ ଏ ଅଞ୍ଚଳକୁ ଯେତେ ଅଧିକ ସଂଖ୍ୟାର ଗୁରୁ ଭାଇ ମାଙ୍କୁ ନେଇକି ତାଙ୍କ ପାଖକୁ ଯିବାକୁ ପଡ଼ିବ, ତାଙ୍କ ପାଖରେ ନିବେଦନଟା କରିବାକୁ ପଡ଼ିବ। এই যে আনন্দটা মু পাইলি, এটা মতো উচিত নয় মো গুরুকে জনাইবি। ঘর ঝিও বাহাঘর হলে যেমতি তাপরে ভাব ধরিকি 150 মহাসুর খুর্দাসুর ভবসুর বন্টা হুয়ে, কারণ কোন গোটে আনন্দ। তো এই যে আনন্দটা মু তাকে জনাইবিনি, বা লিখিছি তাঙ্ক আশীর্বাদ দেবে, তাঙ্ক আশীর্বাদ পাইলি তাপরে রহিযায়। এটা প্রায় জায়গায় হুয়ে, এটা হুয়ে। মু আক্ষেপ করি এটি কହୁনি, যদি হউথিব তাহলে মু কথা ধরিবেনি, যদি ন হউথিব তাহলে কিন্তু এটা করবনি। প্রত্যেক বর্ষ গোটিয়ে থব ফাঙ্কা সময় তাঙ্ক পাখକୁ যান, কৌশি আবেদন নিবেদন না, কেবল সামনে আমি বসিবি, তাকে ভাল পাইবি, তাকে কথা শুনিবি। মো 2 দিন কেবল তাঙ্ক পাই। এবং এই জিনিসটা পরবর্তী সময়ে মো পাই, মো পিলা ছুয়াঙ্ক পাই, মো সংসার পাই, মো পরিবার পাই বিরাট গোটে বড় আসে। নচে দীক্ষাপত্র কার্যক্রম পাই আজ কর্মীঙ্কর ছুয়াঙ্কর দেখা নাই, কিন্তু পবনপুর যুবা শ্রী অরবিন্দ দাদাଙ୍କୁ দেখନ୍ତୁ তো 5000 ঊর্ধ্ব যুব ପିଲାମାନେ କୋଉମାନେ ଝିଅମାନେ ଯେଉଁମାନେ ହାଇଲି ଏଜୁକେଟେଡ୍, ମୂର୍ଖ କେହି ନୁହନ୍ତି, ଯେଉଁମାନେ ଅଭିଧାନଙ୍କ ପାଖରେ ରୁହନ୍ତି ମୂର୍ଖ କେହି ନୁହନ୍ତି, ସେମାନେ ଆଜି କୋଉଠୁ ଆସିବେ? ପ୍ରାୟ ଦେଖାଯାଏ କି କର୍ମୀଙ୍କର ଛୁଆ ନିଅନ୍ତି କି ସେଠି ଗୁରୁ ଭାଇଙ୍କର ଛୁଆ ନୁହନ୍ତି, ସେମାନେ କୋଉଠୁ ଆସିବେ? ଏଇଟା ହେଇଛି କାହିଁକି? ଠାକୁରଙ୍କୁ ମୁଁ ଅନୁଭବ କରିଛି ମୋ ଭଳିଆ, ମୁଁ ୟୁଜ୍ କରିଛି ମୋ ଭଳିଆ, କିନ୍ତୁ ଅନ୍ତର ଭିତରେ ଏଇ ଯେଉଁ ସୁନ୍ଦର ସାଜସଜ୍ଜାଟା ଭିତରେ ନାହିଁ। এটা কেবল বাহিক। 1.5 ঘণ্টা পরে রজনীগন্ধা মালা, গেন্ডু মালা এসব উঠিଯିବ, ঠাকুর পুଣି ସେମିତି ସୁସ୍ଥ ଅବସ୍ଥାରେ, ସେମିତି ସୂକ୍ଷ୍ମ ଅବସ୍ଥାରେ ଉପସ୍ଥିତ। ତ ସେଇ ଅନ୍ତର ସଜାସଜାଟାକୁ ମୁଁ କରିବି, ଯାହା ଫଳରେ ଠାକୁର କହିଛନ୍ତି ଜୀବନରେ କ'ଣ କରିଛୁ ନ କରିଛୁ ତାର ଗୋଟିଏ ମାତ୍ର ମାପକାଠି, ଗୋଟିଏ ମାତ୍ର। କେତେ ମନ୍ଦିର କଲୁ, କେତେ ଦୀକ୍ଷା ଦେଲୁ, ଆକୁଳ ହିମାଚଳ ତ ଯାଜନ କରିକି ସ୍ତବ୍ଧ କରିଦେଇଗଲୁ। ମୋ ପୂର୍ବରୁ ବକ୍ତା ଆସିକି ସ୍ତବ୍ଧ କରିଦେଇଛନ୍ତି, ପରେ ବି ବକ୍ତା ଆସିକି ସ୍ତବ୍ଧ କରିଦେଇଛି, କିନ୍ତୁ 1.5 ଘଣ୍ଟା ତାପରେ ସ୍ତବ୍ଧ ହେବ କେମିତି? এটা মଣିষ নর্মাল নেচর রিসিভিং ক্যাপাসিটি বহুত কম। তো সেই ধারারে মতে নিত্য তাঙ্ক সাথে যুক্ত হয়ে চালিବାକୁ ହେଲେ ঠাকুর কହୁଛନ୍ତି ତୋ ଏତ ଧାରା ଭିତରେ ମୋତେ ଛାଡ଼ି ଦେଇଛି। ମୋ ପରେ ମୋ ପୁଅ ଯଦି ବସନ୍ତ ବେଉରା ଭାଇଙ୍କ ପରେ ତାଙ୍କ ପୁଅ ବୈରାଗୀ ଯଦି ଚାନ୍ଦ ବସଉଛି, এইটা ହିଁ ଠାକୁରଙ୍କୁ ଧରିକି କ୍ରେଡିଟ୍, ଆଉ କ୍ରେଡିଟ୍ କିଛି ନାହିଁ, ଆଉ କୌଣସି କିଛି ନାହିଁ। ସେଇଟା ଯଦି ନ ହେଉଛି ତାର ଦାୟୀ ମୁଁ, କାରଣ ମୁଁ ସେତିକି ଯୁକ୍ତ ହେଇନି। ମୋତେ ସେତିକି ତାଙ୍କ ସାଙ୍ଗରେ ଯୁକ୍ତ ହେବାକୁ ପଡ଼ିବ ଏବଂ ତାଙ୍କୁ ଧରିକି ବି ସେତିକି ଚାଲିବାକୁ ପଡ଼ିବ। ସର୍ବଶେଷରେ ଆପଣମାନଙ୍କର ସମସ୍ତଙ୍କର ସାର୍ବିକ ମଙ୍ଗଳ, ଉନ୍ନତି, ସମସ୍ତେ ସୁସ୍ଥ ରୁହନ୍ତୁ। ଏବଂ ବିଶେଷ କରି ଯେଉଁ ଭାଇମାନେ ଆସିନାହାନ୍ତି, ଆମର ପଚାରୁଥିଲି ଭାଇ ଜଣକ ବସିଥିଲେ, ମୁଁ କହିଲି 22 ପୂଜାର ଜ୍ଞାନ ଭାଇ ଆସୁଛନ୍ତି ନା, ସିଏ ଆସିନାହାନ୍ତି।
ମୁଁ ଅନୁରୋଧ କରିବି ତାପରେ ଆର ବର୍ଷକୁ ଯେମିତି ଜ୍ଞାନ ଭାଇ ଟିକେ ଆସନ୍ତୁ, ଗଣେଶ ଭାଇ, ଗଗନ ଭାଇ ସରି ଆସିନାହାନ୍ତି ବୋଲି ଦାଦା କହୁଥିଲେ, ଆସନ୍ତୁ ସମସ୍ତେ ମିଶିକିରି ଏ ସଂଖ୍ୟା ବାର୍ଷିକ ସତ୍ସଙ୍ଗ ସଂଖ୍ୟା ବହୁତ କମ୍, ବାର୍ଷିକ ସତ୍ସଙ୍ଗ 1000 ଲୋକ ବସିବେ, ନହେଲେ ସେ ସତ୍ସଙ୍ଗରେ ତ ମାନେ ଭାଗବତ ସତ୍ସଙ୍ଗ ଭଳିଆ ହେଇଯାଉଛି। ତ ଏ ସଂଖ୍ୟା ବଢ଼ି ବଢ଼ିକା ଚାଲୁ, ଏ ଠାକୁରଙ୍କ ପ୍ରତି ଭଲ ପାଇବା ବଢ଼ି ବଢ଼ିକା ଚାଲୁ ଏବଂ ବିଶେଷ କରି ଯେଉଁମାନେ ଅନୁପସ୍ଥିତ, ଯେଉଁମାନେ ଆସିପାରିନାହାନ୍ତି ସେମାନେ ସମସ୍ତଙ୍କର ସାର୍ବିକ କଲ୍ୟାଣ ମଙ୍ଗଳ ପାଇଁ ସେଇ ସୃଷ୍ଟିକର୍ତ୍ତାଙ୍କ ଶ୍ରୀପାଦ ସେ ପ୍ରାର୍ଥନା ନିବେଦନ କରି ମୋ ବକ୍ତବ୍ୟ ସାଙ୍ଗ କରୁଛି। ଜୟ ଗୁରୁ।